ପିଠା ଖାଇବାକୁ ଇଚ୍ଛା ହେଉଛି। ହଉ ତାହେଲେ ଆଜି ହେଉଛି ଚିତଉ ଅମାବାସ୍ୟା, ତାହେଲେ ତୋ ପାଇଁ ମୁଁ ଯାଉଛି ଚିତଉ ପିଠା କରିଦେବି ହେଲା। ମୋ ଝିଅର ଆଜି ଇଚ୍ଛା ହେଇଛି ପିଠା ଖାଇବାକୁ, ସେଥିପାଇଁ ମୁଁ ଏଠି ଚାଉଳ ବତୁରେଇ ଦେଇଛି ଆଉ ଏଠି ନଡ଼ିଆ, ତାକୁ ଏବେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଏବେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବି। ପ୍ରଥମେ ମୁଁ ଚାଉଳ, ତାପରେ କିଛି ନଡ଼ିଆ, ତାପରେ ଟିକେ ପାଣି, ଏବେ ତାକୁ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ଆମର ବଟା ହେଇଗଲା, ପୁରା ତିଖଲ ଭାବରେ ଆମର ବଟା ହେଇଗଲା। ଇଏ ପିଠା କରିବା ପରେ ପୁରା ରେଡ଼ି। ଦେଖନ୍ତୁ ଏଠି ଆମର ସୋଦୁଅ ପୁରା ରେଡ଼ି ହେଇକି ଅଛି, ଆଉ ଇଏ ବେଲାରେ କପଡ଼ା ଥୁଆ ହେଇଛି। ଆପଣ ମୁଁ ଦେଖିକି କେମିତି ମୁଁ ପିଠା କରୁଛି। ଆଉ ଏଇଟା ହେଉଛି ତା ସରା। ଆଉ ଏଠି ଆମର ବିଲକୁ ଯିବ ନା, ସେଥିପାଇଁ ଟଗର ଫୁଲ ଆଉ ଦୁବ ଏସବୁ ଆସିଛି, ପିଠା ହେଇକି ତାଙ୍କ ପାଖ ବିଲକୁ ଯିବ। ଆଉ ଆମର ଯେକୌଣସି ପିଠା ହବ ଆମର ଏଇ କଦଳୀ ପତ୍ରରେ ହିଁ ଥୁଆ ହେବ। ତାପରେ ଏଇଟା ହେଉଛି ତେଲ। ଚାଲ ପିଠା ଷ୍ଟାର୍ଟ କରିବା। ପ୍ରଥମେ ଆମେ ଚୁଲି ଲଗାଇଦେବା। ଦେଖ ଆମର ଚୁଲି ଲାଗିଗଲା। ଏବେ ଆମେ ଏ କରେଇଟା ପୁରା ପାଚିଲା ଯାଏଁ ଆମେ ତାତିଲା ଯାଏଁ ତାକୁ ଆମେ ବସେଇବା। ସେଇ ହିସାବରେ ଆମେ ନିଆଁଟାକୁ ବି ଆମେ ଦେବା। ଏଇଟା ଆମର ବିଲକୁ ଯିବୁ ବୋଲି ଏଥିରେ ଫୁଲ ଆଉ ଦୁବ ଦିଆହେଲା, ଦିଆହେଇକି ଏଇ ଢାଙ୍କୁଣୀ ଦିଆହେବ। ତାପରେ ଆମର ଏ କପଡ଼ା, ଆମର ଏମିତି ହବ ପିଠା। ଏବେ ଆମେ ଏଇ କପଡ଼ା ଫାଷ୍ଟ କାଢ଼ିବା, ତାପରେ ଏ ସରା, ଦେଖନ୍ତୁ ପିଠା ଆମର କେମିତି ପୁରା ସୁନ୍ଦର ସେ ଉଠି ଯାଉଛି। ଏଇଟା ହେଉଛି ଆମର ବିଲ, ଆମେ ଯେଉଁ ବିଲ ଚାଷ କରିଛୁ ପ୍ରଥମ ପିଠା ତାଙ୍କ ପାଖକୁ ଯିବ। ଦେଖନ୍ତୁ ସାଙ୍ଗମାନେ, ଇଏ ଏବେ ମୋ ଠାକୁରମାନଙ୍କ ପାଇଁ ହେଇଯାଇଛି। ଆକୁ ମୁଁ ଠାକୁରମାନଙ୍କ ସହିତ ଲାଗି କରିବି, ତାପରେ ମୋ ଘର ଲୋକଙ୍କ ପାଇଁ କରିବି। ଏଇଟା ତ ସ୍ପେଶାଲ ମୋ ଠାକୁରଙ୍କ ପାଇଁ। ତାପରେ ନଡ଼ିଆ ଫଡ଼ିଆ କରେଇକି ଆଉ ସମସ୍ତଙ୍କ ପାଇଁ କରିବି। ଆଗ ମୁଁ ଠାକୁରଙ୍କ ପାଖେ ଲାଗି କରିସାରେ। ଦେଖ ନଡ଼ିଆ ଭାଙ୍ଗି ମୁଁ ଥୋଇ ଦେଇଛି, ଏତକ ନଡ଼ିଆ କୋରେଇବା। ଚାଲ ନଡ଼ିଆ କୋରେଇବା। ଦେଖନ୍ତୁ ଆମର ଏବେ ନଡ଼ିଆ କୋରା ହେଇଗଲା। ଏବେ ଆ ଦେହରେ ଚିନି ପକେଇକି ତାକୁ ରଖିବା। ଏବେ ଏଥିରେ ଆମେ ଚିନି ପକେଇବା। ଏବେ ଏଥିରେ ଆମେ ଚିନି ନଡ଼ିଆ ପକେଇଦେଲେ ଏବେ ତାକୁ ଘୋଡ଼େଇ ଦେବା। ଏବେ ଆମର ନଡ଼ିଆ କୋରା ହେଇଗଲା। ଚିନି ବି ଆଡ଼ରେ ମୁଁ ଆଡ଼୍ କରିଦେଇଛି। ଏବେ ଆମେ ପିଠା କରିବା। ଦେଖନ୍ତୁ ଆମର ପୁରଦିଆ ଚିତଉ ପିଠା। ଦେଖ ଇଏ ପୁରଦିଆ ଚିତଉ ପିଠା ଆମର ହେଇଗଲା।
जी भी खाइबार अच्छी जल्दी जल्दी आस आ मोर ये भिडियोटे केमती लगे आपण मानू तेरे कमेंट जनइबे। रहुछि जय जगन्नाथ।